15 ଫେବୃଆରୀ 2026 କ୍ରିକେଟ ଜଗତର ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଦିନ ହେବାକୁ ଯାଉଛି। ପ୍ରକୃତରେ ଏହି ତାରିଖରେ ଭାରତ ଏବଂ ପାକିସ୍ତାନ କ୍ରିକେଟ ଦଳ ମଇଦାନରେ ପରସ୍ପରର ମୁହାଁମୁହିଁ ହେବେ। କିନ୍ତୁ ବିଶେଷ କଥା ହେଉଛି ଯେ କ୍ରିକେଟ ପ୍ରେମୀମାନେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ସହ ଗୋଟିଏ ନୁହେଁ ବରଂ ଦୁଇଟି ମ୍ୟାଚ୍ ଦେଖିବାକୁ ପାଇବେ। ଏହାର ଅର୍ଥ ହେଉଛି ଏହା କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ସୁପର ରବିବାର ପ୍ରମାଣିତ ହେବ। ଏହି ମ୍ୟାଚ୍ ଦୁଇଟି ଭିନ୍ନ ସ୍ଥାନରେ ଏବଂ ଭିନ୍ନ ସମୟରେ ଅନୁଷ୍ଠିତ ହେବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୁଇଟି ମ୍ୟାଚ୍ ରଖାଯାଇଛି। ଦର୍ଶକବନ୍ଧୁ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୁଇଟି ମ୍ୟାଚ୍ 2026 ମସିହାର ICC ପୁରୁଷ T20 ବିଶ୍ୱକପ୍ ପାଇଁ ଭାରତ ଏବଂ ପାକିସ୍ତାନର ବରିଷ୍ଠ ଦଳ କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମରେ ମୁହାଁମୁହିଁ ହେବେ। କିନ୍ତୁ ଏହି ମ୍ୟାଚ୍ରେ ଉଭୟ ଦେଶର ଉଦୀୟମାନ ଦଳ ମଧ୍ୟ ସମାନ ଦିନରେ ମହିଳା କ୍ରିକେଟରେ ମୁହାଁମୁହିଁ ହେବେ। ତେବେ ଦର୍ଶନ୍ତୁ, ଏହି ମ୍ୟାଚ୍ ବ୍ୟାଙ୍କକ୍ର ଟ୍ରେଡ୍ ଥାଇ କ୍ରିକେଟ ଗ୍ରାଉଣ୍ଡରେ ଅପରାହ୍ନ 12:30ରେ ଆରମ୍ଭ ହେବ। ଏହି ସମୟରେ ICC ପୁରୁଷ T20 ବିଶ୍ୱକପ୍ 2026 ମ୍ୟାଚ୍ ସନ୍ଧ୍ୟା 7ଟାରେ ଖେଳାଯିବ। ସେପଟେ ବର୍ଷା ଧୋଇଦେବ ଭାରତ ପାକିସ୍ତାନ ମ୍ୟାଚ୍ ଆଲର୍ଟ କଲା ପାଣିପାଗ ବିଭାଗ। ଫେବୃଆରୀ 15 ତାରିଖରେ ହେବାକୁ ଯାଉଥିବା T20 ବିଶ୍ୱକପ୍ର ସବୁଠୁ ଅପେକ୍ଷିତ ମ୍ୟାଚ୍ ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଉପରେ ଏବେ ପାଗର ଆଶଙ୍କା ମେଘ ଘେରି ରହିଛି। ଏହି ହାଇ ଭୋଲ୍ଟେଜ ମ୍ୟାଚ୍ କଲମ୍ବୋର ଆର୍ ପ୍ରେମଦାସ ଷ୍ଟାଡିୟମରେ ଖେଳାଯିବ। ତେବେ ଏହି ପାଗର ପରିସ୍ଥିତିର ସିଧା ପ୍ରଭାବ ଭାରତ ପାକିସ୍ତାନ ମ୍ୟାଚ୍ ଉପରେ ପଡ଼ିବା ଆଶଙ୍କା ରହିଛି। ଗୁଗଲ ୱେଦର ଅନୁସାରେ ଫେବୃଆରୀ 15 ତାରିଖ ସନ୍ଧ୍ୟା ସମୟରେ କଲମ୍ବୋରେ ପ୍ରାୟ 50% ବର୍ଷାର ସମ୍ଭାବନା ରହିଛି। ସନ୍ଧ୍ୟା 6ଟା ସମୟରେ ଝଡ଼ ବର୍ଷା ଆରମ୍ଭ ହେବାର ଆଶଙ୍କା ରହିଥିବାରୁ ମ୍ୟାଚ୍ ଆରମ୍ଭ ବିଳମ୍ବ ହୋଇପାରେ। ଏହା ସହିତ ରାତି 8ଟା ପରେ ହାଲୁକା ବର୍ଷା ହେବାର ମଧ୍ୟ ସମ୍ଭାବନା ଦେଖିବାକୁ ମିଳିବ। ଏପଟେ ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି, ଯାହାର ପ୍ରଭାବରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଶ୍ରୀଲଙ୍କାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ତେବେ ଆଶଙ୍କା କରାଯାଉଛି ଯେ ବର୍ଷା ହେଉ ପଛେ ବିଳମ୍ବରେ ମଧ୍ୟ କରାଯିବ ଏହି ମ୍ୟାଚ୍। କ'ଣ ଲାଗୁଛି ଆପଣମାନଙ୍କୁ? ଭାରତ ସହ କଡ଼ା ଟକ୍କର ଦେଇପାରିବ କି ପାକିସ୍ତାନ? ହାରର ବଦଲା ନେଇପାରିବ କି? ତାହା ଆପଣମାନେ ଆମ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାଇବେ। କାହିଁକିନା ଏପଟେ ଦେଖିବାକୁ ଗଲେ ଅଭିଷେକ ଶର୍ମାଙ୍କର ପୁଣି ଥରେ ଏଣ୍ଟ୍ରି ହେବ ଏହି ମ୍ୟାଚ୍ରେ। କାହିଁକିନା ତାଙ୍କର ଦେହ ଅସୁସ୍ଥ ହୋଇଥିଲା, ତ ବର୍ତ୍ତମାନ ସେ ସୁସ୍ଥ ହେଉଛନ୍ତି ଏବଂ ସେ ପଡ଼ିଆକୁ ଖୁବ୍ ଶୀଘ୍ର 15 ତାରିଖ ଦିନ ଆସିବାକୁ ଯାଉଛନ୍ତି। ତେବେ ଏହା ଅତ୍ୟନ୍ତ ଖୁସି ଖବର ମଧ୍ୟ ଆମ ଭାରତ ପାଇଁ।